କାଜଲର ଯେତେବେଳେ ନିଦ ଭାଙ୍ଗିଲା, ହଠାତ୍ ସେ କାହାର ଚିଲେଇବାର ଶବ୍ଦ ଶୁଣିବାକୁ ପାଇଲା। ତାକୁ ଏମିତି ଲାଗୁଥିଲା ଯେମିତି କିଛି ଲୋକମାନେ ମିଶି କାହାକୁ ପିଟୁଛନ୍ତି। ଆଉ ଯେତେବେଳେ ତଳକୁ ଆସି ଦେଖିଲା, ସେ ପୁରା ସ୍ତବ୍ଧ ହୋଇଗଲା। ସେ ଦେଖିଲା ତା ବାପା ମା ସେମିତି ଛିଡ଼ା ହୋଇଛନ୍ତି, ଆଉ 4-5 ଜଣ ଲୋକ ମିଶି ସଚିନକୁ ଗୋଟେ ଗଛରେ ବାନ୍ଧି ଦେଇ ଲାତ ବିଧା ଗୋଇଠା ମାରିବାରେ ଲାଗିଛନ୍ତି। କିଏ ତାକୁ ବେଲ୍ଟରେ ପିଟୁଛି ତ କିଏ ଲୁହା ରଡ଼ରେ ପିଟିବାକୁ ଲାଗି ପଡ଼ିଛି। ସଚିନକୁ ବହୁତ କଷ୍ଟ ହେଉଥାଏ, ଆଉ ସେ ଚିଲେଇ ଚିଲେଇ ସମସ୍ତଙ୍କୁ କହୁଥାଏ, ଦୟାକରି ମୋତେ ଛାଡ଼ିଦିଅ। ହେଲେ ତା କଥାକୁ କେହି ବି ଶୁଣୁନଥାନ୍ତି। ଏଇସବୁ ଦୃଶ୍ୟ ଦେଖି କାଜଲ ଆଉ ସହି ନ ପାରି ସେ ଦୌଡ଼ି ଯାଇ ସମସ୍ତଙ୍କ ଗୋଡ଼ ଧରି ପକାଉଥାଏ। କେତେବେଳେ ତା ଗୋଡ଼ ତ କେତେବେଳେ ଆ ଗୋଡ଼ ଧରୁଥାଏ, ଆଉ କହୁଥାଏ, ଚାଚା ତାକୁ ଛାଡ଼ିଦିଅ, ଭାଇ ତାକୁ ଛାଡ଼ିଦିଅ। ହେଲେ କାଜଲର କଥାକୁ କେହି ବି ଶୁଣୁନଥିଲେ। ଯେତେବେଳେ ସଚିନକୁ କରେଣ୍ଟ ତାର ଦ୍ୱାରା ମାରିବାକୁ ଲାଗିଲେ, ସେ ଆଉ ସହିପାରିଲାନି। ବିଳିବିଳେଇବାକୁ ଲାଗିଲା, ଆଉ ଯନ୍ତ୍ରଣାରେ ଛଟପଟ ହେଇ କହୁଥାଏ, ମୋତେ ଛାଡ଼ିଦିଅ। କାଜଲ ଆଉ ଏ ସବୁ ଦୃଶ୍ୟ ଦେଖି ସହି ନ ପାରି ଦୌଡ଼ିକି ଯାଇ ତା ବାପାଙ୍କ ରୁମ୍ରୁ ବନ୍ଧୁକ ନେଇ ଆସିଲା, ଆଉ ବଡ଼ ପାଟିରେ ଚିଲେଇ ଚିଲେଇ ସମସ୍ତଙ୍କୁ କହିଲା, ରହିଯାଅ। ଯଦି କେହି ବି ସଚିନ ଉପରକୁ ହାତ ଉଠେଇବାକୁ ଚେଷ୍ଟା କର, ତାହେଲେ ମୁଁ ତାକୁ ଏହି ବନ୍ଧୁକ ଦ୍ୱାରା ଗୁଳି କରି ମାରିଦେବି। କାଜଲର ଏମିତି କଥା ଶୁଣି ସମସ୍ତେ ଡରିଗଲେ, ଆଉ ଯିଏ ଯୋଉଠି ଥିଲେ ସେଇ ଜାଗାରେ ଛିଡ଼ା ହୋଇଗଲେ। କାଜଲ ତା ବାପା ମାଆଙ୍କୁ ଚାହିଁ କହିଲା, ତମେମାନେ କହୁଥିଲ ନା ମୁଁ ତୁମର ଗେହ୍ଲା ଝିଅ ବୋଲି, ଆଉ ଏମିତି ମଧ୍ୟ କହିଥିଲ, ତୁ ସେ ପିଲାକୁ ଭୁଲି ଆଉ ଗୋଟେ ପିଲାକୁ ବାହା ହେଇଯା। ତମମାନଙ୍କ କଥାରେ ରାଜି ହୋଇ ମୁଁ ସେ ପିଲାକୁ ଭୁଲି ଅନ୍ୟ ଜାଗାରେ ବାହା ହେବାକୁ ମଧ୍ୟ ରାଜି ହୋଇଗଲି। ହେଲେ ତମେମାନେ ଯେତେବେଳେ ତାକୁ ପଶୁ ଭଳି ମାରି ଚାଲିଛ, ଏସବୁ ଦୃଶ୍ୟ ମୁଁ କେମିତି ସହିବି? ତମେମାନେ ଭଲ ଭାବରେ ଜାଣିଛ ଏ ପିଲା କିଏ। ଯେତେବେଳେ ମୋର ଆକ୍ସିଡେଣ୍ଟ ହୋଇଥିଲା ଆଉ ମୁଁ ମୃତ୍ୟୁ ସହିତ ଲଢ଼ୁଥିଲି, ଏଇ ପିଲା ମୋତେ ହସ୍ପିଟାଲ ନେଇକି ଯାଇଥିଲା, ଆଉ ତମମାନଙ୍କୁ ରାତି ସାରା ଫୋନ୍ ଲଗେଇ ଚାଲିଥିଲା। କିନ୍ତୁ ତମେମାନେ କେହି ବି ତା ଫୋନ୍ ଉଠେଇ ନଥିଲ। ହେଲେ ଏଇ ପିଲା ନିଜେ ମୋତେ ତା ରକ୍ତ ଦେଇ ମୋ ଜୀବନ ବଞ୍ଚେଇଛି। ଆଜି ଯୋଉ ମୁଁ ଏତେ ବଡ଼ ଅଫିସର ହେଇପାରିଛି କେବଳ ୟାରି ଯୋଗୁଁ। କାଜଲର ଏସବୁ କଥା ଶୁଣି ସେଠାରେ ଥିବା ସବୁ ଲୋକ ମୁକ ପାଲଟିଗଲେ। ଶ୍ରୋତା ବନ୍ଧୁମାନେ, ହେଲେ ଏ କାଜଲ ଆଉ ଏ ପିଲା ଏମାନେ କିଏ, ଯାହାକୁ ଲୋକମାନେ ପିଟୁଥିଲେ ଆଉ ତାକୁ ବଞ୍ଚେଇବା ପାଇଁ କାଜଲ ବନ୍ଧୁକ ଆଣି ସେମାନଙ୍କ ଆଡ଼କୁ ଦେଖେଇଥିଲା? କିନ୍ତୁ ଏଇ ପୁରା ଘଟଣାର ସତ୍ୟତା କ'ଣ ଥିଲା? ଆସନ୍ତୁ ଜାଣିବା ଏଇ କାହାଣୀ ମାଧ୍ୟମରେ। ଶ୍ରୋତା ବନ୍ଧୁମାନେ, କାଜଲ ଯିଏକି ଦେଖିବାକୁ ବହୁତ ସୁନ୍ଦର ଝିଅଟେ ଥିଲା, +3 ମଧ୍ୟ କମ୍ପ୍ଲିଟ୍ କରିସାରିଥିଲା। ତା ବାପା ଗୋଟେ ପ୍ରାଇଭେଟ୍ କମ୍ପାନୀରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। କାଜଲ ମଧ୍ୟ ଭଲ ପାଠ ପଢ଼ୁଥିଲା, ଆଉ ତାର ଇଚ୍ଛା ଥିଲା ଦିଲ୍ଲୀ ଯାଇ UPSC କୋର୍ସ କରିବା ଲାଗି। ହେଲେ ସେ ତା ବାପା ମାଙ୍କର ଗୋଟେ ବୋଲି ଝିଅ ଥିଲା, ସେଥିପାଇଁ ତା ବାପା ମା ଏତେ ଦୂରକୁ ତାକୁ ଛାଡ଼ିବା ପାଇଁ ଚାହୁଁନଥିଲେ। ଯେତେବେଳେ ସେ ବାପା ମାଙ୍କୁ ଜଣାଇଲା କି ସେ ଅଧିକା ପାଠ ପଢ଼ିବାକୁ ଆଗକୁ ଜଣେ ବଡ଼ ଅଫିସର ହେବାକୁ ଚାହୁଁଛି, କାଜଲର ଏମିତି କଥା ଶୁଣି ତା ମା ବାପା ଆଉ କିଛି ଉପାୟ ନ ପାଇ ତା କଥାରେ ରାଜି ହୋଇଗଲେ, ଆଉ କହିଲେ, ଠିକ୍ ଅଛି, ତୁ ଯଦି ଆଗକୁ ପଢ଼ିବା ପାଇଁ ଚାହୁଁଛୁ ତାହେଲେ ଏ ପାଖରେ କେଉଁ କଲେଜରେ ପଢ଼। ସେମାନେ କାଜଲକୁ କୌଣସି ପରିସ୍ଥିତିରେ ବି ଦିଲ୍ଲୀ ପଠାଇବାକୁ ଚାହୁଁନଥିଲେ, ଆଉ କାଜଲ ମଧ୍ୟ ସେମାନଙ୍କ କଥାରେ ରାଜି ହୋଇ ଘରଠାରୁ କିଛି ଦୂରରେ ଥିବା ଏକ କୋଚିଂ ସେଣ୍ଟରରେ ନିଜର ଆଡମିସନ୍ କରିନେଲା, ଆଉ ସେଇ ପାଖାପାଖି ଏକ ହଷ୍ଟେଲରେ ରହିବାକୁ ଲାଗିଲା। କାଜଲ ଏବେ UPSCର ସ୍ୱପ୍ନ ଛାଡ଼ି PCS ଉପରେ ଧ୍ୟାନ ଦେଲା। କାଜଲର ମା ବାପା ବହୁତ ଧନୀ ଲୋକ ଥିଲେ, ଆଉ କାଜଲ ମଧ୍ୟ ସେମାନଙ୍କର ଗୋଟିଏ ବୋଲି ଅଲି ଅଳି ଗେହ୍ଲା ଝିଅ ଥିଲା। ସେ ଯେତେବେଳେ ବି ଯାହା ମାଗୁଥିଲା ସେମାନେ ତାକୁ ଦେଇ ଦେଉଥିଲେ, ଆଉ ବହୁତ ମାତ୍ରାରେ ପଇସା ମଧ୍ୟ ତା ପାଖକୁ ପଠାଉଥିଲେ। କାଜଲ ଏସବୁ ସୁବିଧା ପାଇ ବହୁତ ଖରାପ ବାଟକୁ ଚାଲି ଯାଇଥିଲା, ଆଉ କିଛି ଖରାପ ନେଚରର ପୁଅ ଝିଅଙ୍କ ସହିତ ସେ ବହୁତ ସାଙ୍ଗ ହେଉଥିଲା। ସେମାନେ ଗୋଟେ ଗ୍ରୁପ ବନେଇଥିଲେ, ଯେଉଁଥିରେ 10-12 ଜଣ ପୁଅ ଆଉ 8-9 ଜଣ ଝିଅ ପିଲା ଥିଲେ। ସମସ୍ତେ ନଶେଡ଼ି ଥିଲେ, ଆଉ ଚରସ ଗଞ୍ଜେଇ ପିଉଥିଲେ, ବାର୍ ଯାଉଥିଲେ, ଏମିତି ଅନେକ ପ୍ରକାର ନିଶାଦ୍ରବ୍ୟରେ ବୁଡ଼ି ରହୁଥିଲେ। କାଜଲ ମଧ୍ୟ ସେମାନଙ୍କ ସହିତ ମିଶି ନିଶାଦ୍ରବ୍ୟ ସେବନ କରିବାରେ ଲାଗିଲା। ଧନୀ ଘରର ଝିଅ ଥିଲା ବୋଲି ତାକୁ କିଛି ଫରକ ପଡ଼ୁନଥିଲା। ଧୀରେ ଧୀରେ କାଜଲ ଆଉ ପାଠ ପଢ଼ାରେ ଧ୍ୟାନ ଦେଲାନି, ସବୁବେଳେ ନିଶାରେ ବୁଡ଼ି ରହୁଥିଲା। ତା ମା ବାପା ତାକୁ ବହୁତ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ କାଜଲ ଉପରେ ସେସବୁର କିଛି ବି ଅସର ପଡ଼ୁନଥିଲା, ଆଉ ସେ ତା ଦୁନିଆରେ ମସ୍ତ ଥିଲା। ଏବେ ତା ଦୁନିଆଟା ପୁରା ଅଲଗା ଥିଲା।
ଶ୍ରୋତା ବନ୍ଧୁମାନେ, ଆପଣମାନେ ତ ଜାଣିଥିବେ, ଯେଉଁମାନେ ନିଶା ଓ ମାଦକ ଦ୍ରବ୍ୟରେ ସବୁବେଳେ ବୁଡ଼ି ରୁହନ୍ତି ତାଙ୍କ ଦୁନିଆଟା ହିଁ ପୁରା ଅଲଗା ଥାଏ। ଆଉ ସେମାନେ ଯେତେବେଳେ ନିଶାରେ ଥାଆନ୍ତି କାହା କଥାକୁ ବି ଖାତିର କରନ୍ତି ନାହିଁ। ବର୍ତ୍ତମାନ କାଜଲର ଅବସ୍ଥା ମଧ୍ୟ କିଛି ସେହି ପ୍ରକାର ଥିଲା। ଦିନେ ରାତିରେ 12ଟା ବାଜିଲାଣି। କାଜଲ କୋଉଠୁ ନିଶାରେ ଟଳମଳ ହୋଇ ଫେରିଲା। ବହୁତ ସାଙ୍ଗସାଥୀ ତା ସହିତ ଥିଲେ, ହେଲେ ସେମାନେ ସବୁ ନିଜ ଘରକୁ ଚାଲିଗଲେ। ଆଉ କାଜଲ ମଧ୍ୟ ନିଶାରେ ଟଳି ଟଳି ନିଜ ହଷ୍ଟେଲ ଆଡ଼କୁ ଯିବାକୁ ଲାଗିଲା। ଠିକ୍ ସେହି ସମୟରେ ଦ୍ରୁତ ବେଗରେ ଆସୁଥିବା ଗୋଟେ ବାଇକ୍ ଚାଳକ କାଜଲ ଦେହରେ ଗାଡ଼ିଟିକୁ ବାଡ଼େଇ ଦେଇ ଚାଲିଗଲା। କାଜଲ ଦେହରେ ଯେତେବେଳେ ଗାଡ଼ିଟି ବାଜିଲା ସେ ଜୋରରେ ଛିଟିକି ପଡ଼ିଲା ଆଉ ଡିଭାଇଡରରେ ତା ମୁଣ୍ଡଟା ପିଟି ହୋଇଗଲା। ଏମିତି ହେବା ଦ୍ୱାରା ତା ମୁଣ୍ଡରୁ ବହୁତ ରକ୍ତସ୍ରାବ ହେବାରେ ଲାଗିଲା ଆଉ ସେ ଜୋରରେ ଚିଲଉଥିଲା। କିନ୍ତୁ ବହୁତ ରାତି ହୋଇଥିବା ଯୋଗୁଁ ଆଖପାଖରେ କୌଣସି ବ୍ୟକ୍ତି ଉପସ୍ଥିତ ନଥିଲେ। ଆଉ ଠିକ୍ ସେତିକି ବେଳେ ସେଇ ବାଟ ଦେଇ ଗୋଟେ ରିକ୍ସାବାଲା ଯାଉଥିଲା। ସେ ଯାଉଥିବା ସମୟରେ ତା ନଜର କାଜଲ ଉପରେ ପଡ଼ିଗଲା। ଆଉ ସେ ପାଖକୁ ଯାଇ ଦେଖିଲା ଗୋଟେ ଝିଅ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଛି। ସେ ଆଉ ଡେରି ନ କରି କାଜଲକୁ ଉଠାଇଲା, କିନ୍ତୁ ସେତେବେଳକୁ କାଜଲ ପୁରା ବେହୋସ ଅବସ୍ଥାରେ ଥିଲା। ଆଉ ସେ ବିଳେଇକି କହୁଥାଏ, ମୁଁ ମୋ ବାପା ମାଙ୍କର ଗୋଟେ ବୋଲି ଗେହ୍ଲା ଝିଅ, ମୋତେ ବଞ୍ଚେଇ ଦିଅ ପ୍ଲିଜ୍, ନହେଲେ ସେମାନେ ମୋ ବିନା ମରିଯିବେ। ସଚିନ ଝିଅଟିର ଏପରି କଥା ଶୁଣି ଶ୍ରୋତା ବନ୍ଧୁମାନେ, ସେଇ ରିକ୍ସାବାଲାର ନାମ ଥିଲା ସଚିନ। ସେ ମଧ୍ୟ ଗାଁରୁ ଆସି ସେହି ସହରରେ ପଢ଼ୁଥିଲା ଆଉ କିଛି ପଇସା ରୋଜଗାର କରିବା ପାଇଁ ସେ ରିକ୍ସା ଚଲାଉଥିଲା। କାଜଲର ମୁଣ୍ଡରୁ ବହୁତ ଜୋରରେ ରକ୍ତ ବାହାରୁଥିଲା। ଏସବୁ ଦେଖି ସଚିନ ଡରିଗଲା ଆଉ ସେଠାରୁ ପଳାଇଗଲା। କାହିଁକି ନା ସେ ଭାବିଲା ଯଦି ସେ ଝିଅର କିଛି ହୋଇଯାଏ ତାହେଲେ ପୋଲିସ ତାକୁ ହିଁ ଧରିବ ଆଉ ନାନା ପ୍ରଶ୍ନ ପଚାରିବାରେ ଲାଗିବ। ସେ ସବୁରେ ସେ ଫସିବାକୁ ଚାହୁଁନଥିଲା, କାରଣ ସଚିନ ବହୁତ ଗରିବ ପରିବାରର ପିଲା ଥିଲା। ସେ ରିକ୍ସା ଚଲାଇ ନିଜ ମା ବାପାଙ୍କୁ ସାହାଯ୍ୟ କରୁଥିଲା ଆଉ ନିଜର ପାଠ ପଢ଼ିବା ବି ଖର୍ଚ୍ଚ ବି ନିଜେ ବହନ କରୁଥିଲା। ସେ ତା ମନେ ମନେ ଏସବୁ କଥା ଭାବି ସେଠାରୁ ଚାଲିଗଲା। ସଚିନ କିଛି ବାଟ ଆଗକୁ ଯାଇଛି କି ନାହିଁ, କାଜଲ କହିଥିବା କଥା ତାର ମନେ ପଡ଼ିଗଲା କି ମୁଁ ମୋ ବାପା ମାଙ୍କର ଗୋଟେ ବୋଲି ଗେହ୍ଲି ଝିଅ, ଯଦି ମୋର କିଛି ହେଇଯାଏ ସେମାନେ ଆଉ ବଞ୍ଚିବେନି। ଏକଥା ଭାବି ସଚିନ ପୁଣି ତା ରିକ୍ସାକୁ ନେଇ କାଜଲ ପାଖରେ ପହଞ୍ଚିଲା ଆଉ ଦେଖିଲା କାଜଲ ବେହୋସ ଅବସ୍ଥାରେ ସେମିତି ସେଠି ପଡ଼ି ରହିଥିଲା। ସଚିନ ଆଉ ଡେରି ନ କରି କାଜଲକୁ ଉଠେଇ ରିକ୍ସାରେ ଶୁଆଇ ଦେଇ ଡାକ୍ତରଖାନାକୁ ନେଇଗଲା ଆଉ ସେଠି ଆଡମିଟ୍ କରିଦେଲା। ତାପରେ ଡାକ୍ତର ତାକୁ କିଛି ମେଡିସିନ ଆଣିବାକୁ କହିଲେ। ସେ ଯାଇ ସାଙ୍ଗେ ସାଙ୍ଗେ ସେସବୁ ମେଡିସିନ ଆଣି ଆସିଲା। ସଚିନ କାଜଲର ଘର ଲୋକଙ୍କ ସହିତ ସମ୍ପର୍କ କରିବାକୁ ଚାହୁଁଥିଲା, କିନ୍ତୁ କେମିତି? ଏସବୁ କଥା ବସି ଭାବୁଥାଏ ଆଉ ହଠାତ୍ ତା ନଜର କାଜଲର ପର୍ସ ଉପରେ ପଡ଼ିଲା। ସେ ପର୍ସକୁ ଖୋଲିଲା ଆଉ ଦେଖିଲା ତା ପର୍ସ ଭିତରେ ଥିବା ମୋବାଇଲଟା ପୁରାପୁରି ଭାଙ୍ଗି ନଷ୍ଟ ହୋଇଯାଇଛି। ତାପରେ ସେ ଦେଖିବାକୁ ପାଇଲା ଗୋଟେ କାଗଜ ଯେଉଁଥିରେ କିଛି ଫୋନ୍ ନମ୍ବର ଲେଖା ଥିଲା। ସେ ସେଥିରୁ ଗୋଟେ ନମ୍ବର ବାହାର କଲା, ହେଲେ ରିଙ୍ଗ ହୋଇ ହୋଇ କଲଟି କଟିଗଲା, କିନ୍ତୁ କେହି ରିସିଭ୍ କରିନଥିଲେ। ରାତି ସାରା ସେ କାଜଲର ଘର ଲୋକଙ୍କ ସହିତ କଣ୍ଟାକ୍ଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ କିଛି ବି ଉତ୍ତର ମିଳିନଥିଲା ତାକୁ। ଆଉ କିଛି ସମୟ ପରେ ଡାକ୍ତର ଆସି ସଚିନକୁ କହିଲେ ସେ ଝିଅ ଦେହରୁ ବହୁତ ରକ୍ତ ବାହାରୁଛି। ସେ ବର୍ତ୍ତମାନ ବହୁତ ସିରିୟସ୍ କଣ୍ଡିସନରେ ଅଛି, ତାକୁ ଯେମିତି ହେଲେ ରକ୍ତ ଦେବାକୁ ପଡ଼ିବ। ଆପଣ ଯେତେ ଶୀଘ୍ର ପାରୁଛନ୍ତି ଗୋଟେ ବୋତଲ ରକ୍ତର ବ୍ୟବସ୍ଥା କରନ୍ତୁ। କିନ୍ତୁ ସଚିନ ପାଖରେ ସେତିକି ପଇସା ନଥିଲା ଯେ ସେ ଯାଇ ବ୍ଲଡ୍ ବ୍ୟାଙ୍କରୁ ବ୍ଲଡ୍ କିଣି ଆଣିବ। ସେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଯାଇ କହିଲା, ସାର୍, ଦୟାକରି ଆପଣ ମୋ ଦେହରୁ ଗୋଟେ ବୋତଲ ବ୍ଲଡ୍ ନେଇ ସେ ଝିଅକୁ ଦେଇ ଦିଅନ୍ତୁ। ସଚିନର କଥା ଶୁଣି ସାଙ୍ଗେ ସାଙ୍ଗେ ଡାକ୍ତର ତାକୁ ନେଇ ବ୍ଲଡ୍ ବ୍ୟାଙ୍କ ଥ୍ରୋରେ ତା ରକ୍ତକୁ ଟ୍ରାନ୍ସଫର କରାଇଲେ। ତାପରେ ସଚିନ ବ୍ଲଡ୍ ବ୍ୟାଙ୍କରେ ନିଜ ଦେହରୁ ଗୋଟେ ବୋତଲ ରକ୍ତ ଦେଇ କାଜଲର ବ୍ଲଡ୍ ଗ୍ରୁପ୍ ଅନୁସାରେ ଆଉ ଗୋଟେ ବୋତଲ ରକ୍ତ ଆଣି ଡାକ୍ତରଙ୍କୁ ଦେଲା। ଡାକ୍ତର ସାଙ୍ଗେ ସାଙ୍ଗେ ବ୍ଲଡ୍ ନେଇ କାଜଲ ଦେହରେ ଭର୍ତ୍ତି କଲେ। ତାପରେ କାଜଲ କଣ୍ଡିସନ ଟିକେ ଠିକ୍ ବାଟକୁ ଆସିଲା ଆଉ ସେତେବେଳକୁ ସକାଳ ହୋଇଯାଇଥିଲା। ଇଆଡ଼େ ସଚିନ ସେ ନମ୍ବରରେ ବହୁତ ଥର କଲ୍ କଲା ପରେ କାଜଲର ବାପା ସେପଟରୁ ଫୋନ୍ ରିସିଭ୍ କଲେ ଆଉ ସଚିନ ତାଙ୍କୁ ସବୁ କଥା ଫୋନ୍ ଦ୍ୱାରା ଜଣାଇଲା। ଆଉ ତାପରେ କହିଲା, ଆଜ୍ଞା, ସେ ଝିଅର ବାପା ମା କିଏ, ତା ଘର କୋଉଠି ମୁଁ ଜାଣିନି, ତା ପର୍ସରୁ ଏ ନମ୍ବରଟି ମିଳିଲା ତ ମୁଁ ସେଇଥିପାଇଁ ଏଇ ନମ୍ବରରେ କଲ୍ କରି ଆପଣଙ୍କୁ ଜଣାଇଦେଲି। ଯେତେ ଶୀଘ୍ର ପାରୁଛନ୍ତି ଆପଣ ମୁଁ କହିଥିବା ଏହି ହସ୍ପିଟାଲରେ ଆସି ପହଞ୍ଚନ୍ତୁ।
କାଜଲର ବାପା ସଚିନ ପାଖରୁ ଏସବୁ କଥା ଶୁଣି ସାଙ୍ଗେ ସାଙ୍ଗେ ହସ୍ପିଟାଲ ବାହାରିଲେ ଆଉ 3-4 ଘଣ୍ଟା ପରେ ଯାଇ ହସ୍ପିଟାଲରେ ପହଞ୍ଚିଲେ। କାଜଲର ଦେହ ଟିକେ ଠିକ୍ ଥିବା ଦେଖି ସଚିନ ସେଠୁ ଚାଲି ଯାଇଥିଲା। ତାପରେ କାଜଲର ବାପା କାଜଲ ପାଖରେ ରହି ତାର ଦେଖାଶୁଣା କଲେ। କାଜଲ ଯେମିତି ପୁରା ସୁସ୍ଥ ହୋଇଗଲା, ଡାକ୍ତର ତାକୁ ହସ୍ପିଟାଲରୁ ଡିସଚାର୍ଜ କରିଦେଲେ। କାଜଲ ତା ବାପାଙ୍କ ସହିତ ନିଜ ଘରକୁ ଗଲା ଆଉ ସେଠି 2-4 ମାସ ରହିଲା ପରେ ତା ଦେହ ପୁରା ଠିକ୍ ହୋଇଯାଇଥିଲା ଆଉ ସେ ପୁଣି ଥରେ ତା ହଷ୍ଟେଲକୁ ଫେରି ଆସିଥିଲା ପଢ଼ିବା ପାଇଁ। ସେ ଘଟଣାକୁ 6-7 ମାସ ବିତି ଯାଇଥିଲା ଆଉ ଦିନେ ସଚିନ ରାସ୍ତା କଡ଼ରେ ଅଟୋ ରଖି ପାସେଞ୍ଜରକୁ ଅପେକ୍ଷା କରିଥାଏ। ତ ଠିକ୍ ସେହି ସମୟରେ କାଜଲ ସେଇ ବାଟ ଦେଇ ଯାଉଥିଲା। ହେଲେ ସେ ତ ସଚିନକୁ ଚିହ୍ନି ନଥିଲା, କାରଣ ସେ ତାକୁ ସେଦିନ ଦେଖିନଥିଲା। ଆଉ ସେଦିନ କାଜଲ ବେହୋସ ହେବା ପୂର୍ବରୁ ଟିକେ ଟିକେ ଝାପ୍ସାରେ ସେ ସଚିନର ମୁହଁକୁ ଦେଖିଥିଲା ଆଉ ସେଇଟା ବି ତାର ମନେ ନଥିଲା। କିନ୍ତୁ ସଚିନ ତାକୁ ପୁରା ଭଲ ଭାବରେ ଚିହ୍ନିଥିଲା, କାହିଁକି ନା ସେ ହିଁ ତାକୁ ସେଦିନ ବେହୋସ ଅବସ୍ଥାରେ ହସ୍ପିଟାଲକୁ ନେଇଥିଲା ଆଉ ନିଜର ରକ୍ତ ମଧ୍ୟ ଦେଇଥିଲା। ଆଉ ଯେତେବେଳେ ସଚିନ ସେଇ ବାଟ ଦେଇ କାଜଲକୁ ଯିବାର ଦେଖିଲା, ସେ ସାଙ୍ଗେ ସାଙ୍ଗେ କାଜଲ ପାଖକୁ ଦୌଡ଼ିଗଲା ଆଉ କହିବାକୁ ଲାଗିଲା, ଆରେ ମ୍ୟାଡ଼ାମ, ଆପଣ କେମିତି ଅଛନ୍ତି? ହଠାତ୍ କାଜଲ ଚମକି ଯାଇ ପଚାରିଲା, ଆରେ ତମେ କିଏ? ଆଉ ତମେ କାହିଁକି ମୋତେ ଏମିତି ପ୍ରଶ୍ନ ପଚାରୁଛ ଯେ? ମୁଁ କେମିତି ଅଛି ବୋଲି? ତା ଛଡ଼ା ମୁଁ ଯେମିତି ବି ଥାଏ ସେଥିରେ ତମର କ'ଣ ଗଲା? କାଜଲର ଏମିତି କଥା ଶୁଣି ସଚିନ ତାକୁ ସେଦିନର ସବୁ ଘଟଣା କହିବାକୁ ଲାଗିଲା। ମ୍ୟାଡ଼ାମ, ଆପଣଙ୍କର କିଛି ଦିନ ପୂର୍ବରୁ ଆକ୍ସିଡେଣ୍ଟ ହେଇଥିଲା ନା? ଆଉ ମୁଁ ହିଁ ସେଇ ଲୋକ ଯିଏ ଆପଣଙ୍କୁ ସେଦିନ ହସ୍ପିଟାଲ ନେଇଥିଲି ଆଉ ନିଜର ରକ୍ତ ଦେଇ ଆପଣଙ୍କ ଜୀବନ ବଞ୍ଚେଇଥିଲି। ସଚିନ ଠାରୁ ଏସବୁ କଥା ଶୁଣି କାଜଲକୁ ବହୁତ ଖରାପ ଲାଗିଲା ଆଉ ସେ ସଚିନକୁ କହିଲା, ମୋତେ କ୍ଷମା କରିଦିଅ। ମୁଁ ଜାଣିନଥିଲି ଯେ ଆପଣ ସେହି ପିଲା ବୋଲି, କିନ୍ତୁ ମୁଁ ବହୁତ ଚେଷ୍ଟା କରିଛି ଆପଣଙ୍କୁ ଖୋଜିବା ପାଇଁ। ହେଲେ ଆପଣଙ୍କର କୌଣସି ଠିକଣା ମୋ ପାଖରେ ନଥିଲା, ସେଥିପାଇଁ ମୁଁ ଆପଣଙ୍କ ବିଷୟରେ କିଛି ବି ଜାଣିପାରୁନଥିଲି। ସଚିନର କଥାରେ କାଜଲ ବହୁତ ଖୁସି ହୋଇଯାଇଥିଲା ଆଉ ସେମାନେ ସେଠି ଛିଡ଼ା ହୋଇ ବହୁତ ସମୟ କଥାବାର୍ତ୍ତା ହେଲେ। କାଜଲ ତା ବିଷୟରେ ସଚିନକୁ ସବୁ କଥା କହିଲା ଆଉ ସଚିନ ମଧ୍ୟ କାଜଲକୁ ତା ନିଜ ବିଷୟରେ ସବୁ କଥା କହିଲା ଯେ ମୁଁ ବହୁତ ଗରିବ ଘର ପିଲାଟିଏ। ମୋ ବାପା ଜଣେ ଦିନ ମଜୁରିଆ। ତାଙ୍କ ପାଖରେ ସେତିକି ସକ୍ଷମ ନଥିଲା ଯେ ସେ ମୋ ପାଠପଢ଼ା ଖର୍ଚ୍ଚ ବହନ କରିପାରିବେ। ସେଥିପାଇଁ ମୁଁ ଏଠିକୁ ଆସି ରିକ୍ସା ଚଲେଇ ଯାହା କିଛି ରୋଜଗାର କରୁଛି ସେଥିରୁ କିଛି ନିଜ ପରିବାରକୁ ଦଉଛି ଆଉ ନିଜେ ମଧ୍ୟ ପଢ଼ୁଛି। ସଚିନ ବିଷୟରେ ସବୁ କଥା ଜାଣିସାରିଲା ପରେ କାଜଲ ବହୁତ ଖୁସି ହୋଇଗଲା ଆଉ କାଜଲ ମଧ୍ୟ କହିବାକୁ ଲାଗିଲା, ମୋ ବାପା ଜଣେ ଇଞ୍ଜିନିୟର ଆଉ ମୁଁ ଏଠି ରହି ପଢ଼ୁଛି ଏବଂ ୟୁପିପିସିଏସ୍ ପାଇଁ ମଧ୍ୟ ପ୍ରିପେୟାର ହେଉଛି। ଏମିତି କଥାବାର୍ତ୍ତା ଭିତରେ ଦୁଇଜଣ ନିଜ ଫୋନ୍ ନମ୍ବର ଦିଆନିଆ ହୋଇଗଲେ। କାଜଲ ସଚିନ ଉପରେ ବହୁତ ଖୁସି ଥିଲା, କାହିଁକି ନା ସଚିନ ତା ଜୀବନ ବଞ୍ଚେଇଥିଲା। ଯଦି ସଚିନ ନଥାନ୍ତା କାଜଲ କେବେଠାରୁ ମରିସାରନ୍ତାନି। ଏମିତି ସେମାନଙ୍କ ଭିତରେ ଫୋନ୍ ଦ୍ୱାରା କଥାବାର୍ତ୍ତା ଆରମ୍ଭ ହେଲା ଆଉ ଧୀରେ ଧୀରେ ସେଇ କଥାବାର୍ତ୍ତା ବନ୍ଧୁତାରେ ପରିଣତ ହୋଇଗଲା। ବେଳେବେଳେ କାଜଲ ଆସି ସଚିନ ସାଙ୍ଗରେ ଭେଟ ହେଉଥିଲା ଆଉ ଯେତେବେଳେ ସଚିନକୁ ଜଣାପଡ଼ିଲା ଯେ କାଜଲ ନିଶାର ଅଭ୍ୟସ୍ତ ହୋଇଗଲାଣି ଆଉ ସେ ଗୋଟେ ନିଶାସକ୍ତ ହୋଇସାରିଲାଣି, ସେତେବେଳେ ସଚିନ ତାକୁ ବୁଝେଇବାକୁ ଚେଷ୍ଟା କଲା ଯେ ତମେ ତମ ମା ବାପାଙ୍କର ଏକମାତ୍ର ଅଲିଅଳି ଗେହ୍ଲି ଝିଅ। ସେମାନଙ୍କର ତମ ଉପରେ କେତେ ଆଶା ଭରସା ଥିବ ଆଉ ତମେ ଏସବୁ କାମ କରୁଛ? ତମକୁ ଏଗୁଡ଼ା କିଛି ଶୋଭା ଦଉନି। ତମେ ଗୋଟେ ସଂସ୍କାରୀ ଘରର ଝିଅ। ସେ ଫାଲତୁ ପିଲାଙ୍କ ସହିତ ସାଙ୍ଗ ଦୋସ୍ତି ଛାଡ଼ି ପାଠପଢ଼ାରେ ଧ୍ୟାନ ଦିଅ। ଆଉ ତା ଛଡ଼ା ତମ ମା ବାପା କେତେ ବିଶ୍ୱାସରେ ତମକୁ ଏଠିକି ପାଠ ପଢ଼ାଇବା ପାଇଁ ଛାଡ଼ିଛନ୍ତି। ତାଙ୍କୁ ଏମିତି ଧୋକା ନ ଦେଇ ଭଲ ପାଠ ପଢ଼ି ସେମାନଙ୍କ ନାମ ଉଜ୍ଜ୍ୱଳ କର। ସଚିନର ଏସବୁ କଥା କାଜଲକୁ ବହୁତ ଭଲ ଲାଗିଥିଲା ଆଉ ସେ ମନେ ମନେ ତାକୁ ଭଲ ପାଇ ବସିଲା। କାଜଲ ଧୀରେ ଧୀରେ ତାର ସବୁ ନିଶା ଅଭ୍ୟାସକୁ ଛାଡ଼ି ଭଲ ବାଟକୁ ଚାଲି ଆସିଲା। କାଜଲର ଏବେ କେବଳ 2ଟା ଲକ୍ଷ୍ୟ ଥିଲା ଆଉ ସେଥିରୁ ଗୋଟିଏ ହେଉଛି ସଚିନର ଭଲ ପାଇବା ଆଉ ଗୋଟିଏ ତାର ପାଠପଢ଼ା। ଏମିତି ସମୟ ଗଡ଼ି ଚାଲିଲା ଆଉ କାଜଲ ଦିନେ ନିଷ୍ପତ୍ତି ନେଲା ସେ ତା ଭଲ ପାଇବାକୁ ସଚିନ ଆଗରେ ପ୍ରକାଶ କରିବା ପାଇଁ। କିନ୍ତୁ ହଠାତ୍ କିଛି ଭାବି ସେ ଟିକେ ଅଟକିଗଲା, କାହିଁକି ନା 2-3 ମାସ ପରେ ତାର ୟୁପିପିସିଏସ୍ ର ପରୀକ୍ଷା ଥିଲା। ସେ ମନେ ମନେ ଭାବିଲା ପରୀକ୍ଷାଟା ଭଲରେ ଭଲରେ ସରିଯାଉ, ତାପରେ ସଚିନକୁ ମୁଁ ମୋର ମନର କଥା କହିଦେବି। ଆଉ ସେଇଦିନ ଆସି ପହଞ୍ଚିଗଲା ଯୋଉଦିନ କାଜଲ ପରୀକ୍ଷା ଦେବାକୁ ଗଲା ଆଉ ସେ ପରୀକ୍ଷାରେ ମଧ୍ୟ ବହୁତ ଭଲ ହେଇଥିଲା। ତାପରେ ସେ ସଚିନକୁ ଡାକିଲା ଆଉ ତା ମନର କଥା ସବୁ ଖୋଲିକି କହିଲା, ସଚିନ, ମୁଁ ତୁମକୁ ବହୁତ ଭଲ ପାଏ। ତମେ ଯେବେଠାରୁ ମୋ ଜୀବନରେ ଆସିଛ ମୋ ଜୀବନଟା ପୁରା ଖୁସିମୟ ହୋଇଯାଇଛି।
ତମେ ନଥିଲେ ବୋଧହୁଏ ମୁଁ ଏ ଦୁନିଆରେ ନଥାନ୍ତି ଆଉ ଆଜି ମୁଁ ଏହି ସ୍ଥାନରେ ମଧ୍ୟ ପହଞ୍ଚି ପାରିନଥାନ୍ତି। କିନ୍ତୁ ସଚିନ ଏସବୁ କଥା ଶୁଣି କହିଲା, କାଜଲ, ଆମେ କ'ଣ ସବୁଦିନ ପାଇଁ ଗୋଟେ ଭଲ ସାଙ୍ଗ ହୋଇ ରହିପାରିବାନି? କାରଣ ମୁଁ ଏ ଭଲ ପାଇବା ଚକ୍କରରେ ପଢ଼ିବାକୁ ଚାହୁଁନି। କାହିଁକି ନା ତମେ ଜଣେ ଧନୀ ଘରର ଝିଅ ଆଉ ମୁଁ ଗୋଟେ ଗରିବ ଘରର ପୁଅ। ଆମ ଯୋଡ଼ି କେବେ ବି ଜମିବନି। କାଜଲ ସଚିନକୁ କହିଲା, ସଚିନ ଜାଣିଛ ମୋ ପରୀକ୍ଷାରେ ବହୁତ ଭଲ ହୋଇଛି ଆଉ ମୁଁ ଜାଣିଛି କିଛି ଦିନ ପରେ ମୁଁ ଜଣେ PCS ଅଫିସର ହୋଇଯିବି। ଆଉ ମୋର ବହୁତ ଇଚ୍ଛା ଥିଲା କି ମୁଁ ଜଣେ SDM ଅଫିସର ହେବାକୁ। ଆଉ ଯେତେବେଳେ ମୁଁ SDM ହୋଇଯିବି ତାପରେ ମୁଁ ତୁମକୁ ବହୁତ ଖୁସିରେ ରଖିବି। କିନ୍ତୁ ସଚିନ କାଜଲକୁ ବୁଝେଇବାକୁ ବହୁତ ଚେଷ୍ଟା କଲା। ହେଲେ କାଜଲ ସଚିନର କୌଣସି କଥାକୁ ଶୁଣିଲା ନାହିଁ। ଆଉ ଧୀରେ ଧୀରେ ସଚିନ ମଧ୍ୟ କାଜଲକୁ ଭଲ ପାଇ ବସିଲା। ସେ ଦୁଇ ଜଣଙ୍କ ଭଲ ପାଇବା ବହୁତ ଆଗକୁ ବଢ଼ିଗଲା ଆଉ ଦୁଇ ଜଣ ବହୁତ ଖୁସି ମଧ୍ୟ ଥିଲେ। ଏମିତି କିଛି ଦିନ ବିତିଗଲା ଆଉ କାଜଲର ପରୀକ୍ଷାର ଫଳ ବାହାରିଲା। ସେ SDMରେ ପାସ୍ କରିଥିଲା। ହେଲେ କିଛି ଦିନ ପରେ ତାକୁ ଟ୍ରେନିଂରେ ଯିବାର ଥିଲା ଆଉ ଟ୍ରେନିଂରେ ଯିବା ପୂର୍ବରୁ ସେ କିଛି ଦିନ ଛୁଟି ନେଇ ତା ଘରକୁ ଗଲା। ଘରେ ପହଞ୍ଚିଲା ପରେ କାଜଲକୁ ଦେଖି ତା ବାପା ମା ବହୁତ ଖୁସି ହେଇଗଲେ ଆଉ ପଡ଼ିଶା ଘରର ଲୋକମାନେ ବି, କାରଣ ସମସ୍ତେ ଜାଣିଥିଲେ କି କାଜଲ SDMରେ ପାସ୍ କରିଛି ବୋଲି। କାଜଲର ମା ବାପା କାଜଲକୁ କହିଲେ, କାଜଲ, ତୋ ପାଇଁ ଆମେ ଗୋଟେ ପ୍ରସ୍ତାବ ଦେଖିଛୁ ଆଉ ସେ ପୁଅର ଫଟୋ ମଧ୍ୟ ତୁ ଦେଖିନେ। ଯଦି ତୋର ପସନ୍ଦ ହୁଏ ତାହେଲେ ତୁ ଆମକୁ ହଁ କହିବୁ। ଏକଥା ଶୁଣି କାଜଲର ପାଦ ତଳୁ ଯେମିତି ମାଟି ଖସିଗଲା ଭଳି ଲାଗିଲା। କିନ୍ତୁ ସେ ସାହସ ଭରି ତା ବାପାଙ୍କୁ କହିଲା, ବାପା, ମୁଁ ଗୋଟେ ପୁଅକୁ ଭଲ ପାଏ ଆଉ ତାକୁ ହିଁ ବାହା ହେବାକୁ ଚାହୁଁଛି। କାଜଲର କଥା ଶୁଣି ତା ବାପା କହିଲେ, ଠିକ୍ ଅଛି ମା, ତୁ ଯଦି ସେ ପିଲାକୁ ଭଲ ପାଉଛୁ ତାକୁ ହିଁ ବାହା ହ। ହେଲେ ମୋତେ ସେ ପିଲା ବିଷୟରେ କିଛି କହ। ସେ ପିଲା କିଏ, ତା ଘର କୋଉଠି, ସେ କୋଉ ଜାତିର, ସେ କ'ଣ କାମ କରେ, ତା ପୁରା ବାୟୋଡାଟା ମୋତେ କହ। ମୁଁ ନିଜେ ଯାଇ ତା ପରିବାର ଲୋକଙ୍କ ସହିତ ଭେଟ ହୋଇ ତୁମ ଦୁଇ ଜଣଙ୍କର ବାହାଘର ବିଷୟରେ କଥା ହେବି। କାଜଲ ତା ବାପାଙ୍କ ମୁହଁରୁ ଏମିତି କଥା ଶୁଣି ବହୁତ ଖୁସି ହେଇଗଲା। ଆଉ ସେ ଯେତେବେଳେ କହିଲା କି ସେ ପିଲା ରିକ୍ସା ଚଲାଏ ବୋଲି, କାଜଲର ବାପା ଏକଥା ଶୁଣି ରାଗରେ ଲାଲ ହୋଇଗଲେ ଆଉ କହିଲେ, ତୁ କ'ଣ ଚାହୁଁଛୁ? ଯେତେବେଳେ ସମସ୍ତେ ମୋତେ ପଚାରିବେ ତମ ଜ୍ୱାଇଁ କ'ଣ କରେ ବୋଲି, ମୁଁ ସେମାନଙ୍କୁ କହିବି କି ମୋ ଜ୍ୱାଇଁ ରିକ୍ସା ଚଲାଏ ବୋଲି? ତୁ କ'ଣ ଚାହୁଁଛୁ ଏ ସମାଜରେ ମୋ ମୁଣ୍ଡ ତଳକୁ ହେଇଯାଉ ବୋଲି? ଦେଖ କାଜଲ, ତୁ ଆମର ଗୋଟେ ବୋଲି ଅଲି ଅଳି ଗେଲି ଝିଅ। ତା ଛଡ଼ା ଏ ସମାଜରେ ମୋର ବହୁତ ଇଜ୍ଜତ ଅଛି ଆଉ ମୁଁ ମଧ୍ୟ ଜଣେ ଇଞ୍ଜିନିୟର। କିନ୍ତୁ ମୋ ଜ୍ୱାଇଁ ଗୋଟେ ରିକ୍ସାବାଲା କେବେ ବି ହୋଇପାରିବନି। କାଜଲ ତା ବାପାଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲା। ହେଲେ ତା ବାପା ତାର କୌଣସି କଥା ଶୁଣିଲେନି ଆଉ କାଜଲ ମଧ୍ୟ ତା ଜିଦିରେ ରହିଲା ଆଉ କହିଲା, ଠିକ୍ ଅଛି ବାପା, ମୁଁ ଯଦି ବାହା ହେବି କେବଳ ସଚିନକୁ ହିଁ ବାହା ହେବି, ତା ଛଡ଼ା ଆଉ କାହାକୁ ବି ନୁହେଁ। କାଜଲ ପାଖରୁ ଏମିତି କଥା ଶୁଣି ତା ବାପା ତାଙ୍କ ରୁମକୁ ଚାଲିଗଲେ ଆଉ ତାଙ୍କ ଲାଇସେନ୍ସ ଥିବା ବନ୍ଧୁକ ଆଣି କହିଲେ, ଠିକ୍ ଅଛି ମା, ତୋର ଯାହା ଇଚ୍ଛା ସେଇଆ କର। ହେଲେ ତା ପୂର୍ବରୁ ମୋତେ ଆଉ ତୋ ମମିକୁ ଗୁଳି କରି ମାରିଦେ। ତାପରେ ତୋର ଯୋଉଠି ଇଚ୍ଛା ସେଇଠି ବାହା ହ ଆଉ ଖୁସିରେ ରହ। ତା ବାପାଙ୍କର ଏମିତି ଅବସ୍ଥା ଦେଖି କାଜଲ ଦୌଡ଼ିଗଲା ଆଉ ତା ବାପାଙ୍କ ହାତରୁ ବନ୍ଧୁକ ଛଡ଼େଇ ତଳେ ପକେଇଦେଲା ଆଉ ତା ମମି ବାପାଙ୍କୁ କୁଣ୍ଢାଇ ପକାଇଲା ଆଉ କାନ୍ଦି କାନ୍ଦି କହିଲା, ତମେ ଯୋଉଠି କହିବ ମୁଁ ସେଇଠି ବାହା ହେବି ବାପା। କାଜଲର କଥା ଶୁଣି ତା ମମି ବାପା ବହୁତ ଖୁସି ହୋଇଗଲେ ଆଉ ତାପରେ କାଜଲ ତା ନମ୍ବର ବଦଳାଇ ଦେଲା। ହେଲେ ସିଆଡ଼େ ସଚିନ ବହୁତ ଦିନ ହେଲା କାଜଲକୁ ଫୋନ୍ ଲଗାଉଛି କିନ୍ତୁ ତା ନମ୍ବର ସୁଇଚ୍ ଅଫ୍ ଅଛି ବୋଲି ବାରମ୍ବାର ବତାଉଛି। ଧୀରେ ଧୀରେ ସଚିନ ବହୁତ ଚିନ୍ତାରେ ରହିବାକୁ ଲାଗିଲା। ହଠାତ୍ ଦିନେ ରାସ୍ତାରେ ସଚିନ କାଜଲର ସାଙ୍ଗ ସହିତ ଭେଟ ହୋଇଗଲା ଆଉ ତାକୁ କାଜଲ ବିଷୟରେ ସବୁ କଥା ପଚାରିଲା। କାଜଲର ସାଙ୍ଗ ସଚିନକୁ କହିଲା, କାଜଲ SDM ପରୀକ୍ଷାରେ ପାସ୍ କରିଛି। ବର୍ତ୍ତମାନ ସେ ଘରେ ଅଛି ଆଉ ତା ମା ବାପା ତାର ବାହାଘର ଆଉ ଗୋଟେ ପୁଅ ସହିତ ମଧ୍ୟ ଠିକ୍ କରିସାରିଛନ୍ତି। କାଜଲର ସାଙ୍ଗ ପାଖରୁ ଏସବୁ କଥା ଶୁଣି ସାରିଲା ପରେ ତା ପାଦ ତଳୁ ଯେମିତି ମାଟି ଖସିଗଲା ପରି ଲାଗିଲା ଆଉ ସେ ମନେ ମନେ ଭାବିଲା, ମୁଁ ତ ତାକୁ ଭଲ ପାଇବାକୁ ଚାହୁଁନଥିଲି, ହେଲେ ସେ ମୋତେ ଜବରଦସ୍ତି ଭଲ ପାଇଥିଲା। ତାର ମୋ ପ୍ରତି ଏତେ ଭଲ ପାଇବା ଦେଖି ମୁଁ ମଧ୍ୟ ତାକୁ ଭଲ ପାଇ ବସିଲି ଆଉ ଏବେ ସେ ମୋତେ ଧୋକା ଦେଇ ଆଉ କାହାକୁ ବାହା ହେବାକୁ ଯାଉଛି।
କିନ୍ତୁ ମୁଁ ତା ବିନା ବଞ୍ଚିପାରିବିନି। ତାପରେ ସଚିନ କାଜଲର ସାଙ୍ଗ ପାଖରୁ ତା ଘରର ଆଡ୍ରେସ୍ ନେଇ ତା ଘରେ ଯାଇ ପହଞ୍ଚିଲା। ଆଉ ସେଠାରେ ଯାଇ ଦେଖିଲା କାଜଲର ବାହାଘର ପାଇଁ ସବୁ ବ୍ୟବସ୍ଥା ଚାଲିଛି। ଘରେ ବହୁତ କୁଣିଆ ବନ୍ଧୁବାନ୍ଧବମାନେ ଅଛନ୍ତି। ସଚିନ ସେସବୁ ଖାତିର ନ କରି ସିଧା ଯାଇ ତାଙ୍କ ଘରର ଅଗଣାରେ ଛିଡ଼ା ହୋଇ ବଡ଼ ପାଟିରେ ଡାକିବାକୁ ଲାଗିଲା, କାଜଲ, ତମେ କୋଉଠି ଅଛ? କାଜଲକୁ ଯେମିତି ତାର ସଚିନର ସ୍ୱର ଶୁଭିଲା ତ ସେ ସାଙ୍ଗେ ସାଙ୍ଗେ ତଳକୁ ଓହ୍ଲେଇ ଆସିଲା। ଆଉ ସେତେବେଳକୁ କାଜଲର ବାପା ମଧ୍ୟ ଆସିଯାଇଥିଲେ। ଆଉ ତାକୁ ପଚାରିଲେ, ତୁ କିଏ? ସେ କହିଲା, ମୁଁ କାଜଲକୁ ଭଲ ପାଏ ଆଉ ତାକୁ ବାହା ହେବାକୁ ମଧ୍ୟ ଚାହେଁ। କାଜଲର ବାପା ଏକଥା ଶୁଣି ବହୁତ ରାଗିଗଲେ ଆଉ କହିଲେ, ଯଦି ନିଜର ଭଲ ଚାହୁଁଛୁ ଯେତେ ଶୀଘ୍ର ପାରୁଛୁ ଏଠୁ ଚାଲିଯା। ସଚିନ କହିବାକୁ ଲାଗିଲା, ଠିକ୍ ଅଛି, ଯଦି ଏଇ କଥା କାଜଲ ନିଜ ମୁହଁରେ କହିବ ମୁଁ ଏଠୁ ସାଙ୍ଗେ ସାଙ୍ଗେ ଚାଲିଯିବି। କାଜଲର ବାପା ବଡ଼ ପାଟିରେ ଚିଲେଇକି କାଜଲକୁ ଡାକିଲେ। ସେ ସାଙ୍ଗେ ସାଙ୍ଗେ ଆସି ତାଙ୍କ ପାଖରେ ପହଞ୍ଚିଲା। ଆଉ ସେ ତା ନିଜ ହୃଦୟରେ ପଥର ରଖି କହିବାକୁ ଲାଗିଲା, ତମେ କିଏ? ମୁଁ ତମକୁ ଚିହ୍ନିନି କି ଜାଣିନି। ତମେ ଏଠୁ ଚାଲିଯାଅ। ଏହା କହି କାଜଲ ବହୁତ ଜୋରରେ କାନ୍ଦିବାକୁ ଲାଗିଲା। ଆଉ ସେଠୁ କାନ୍ଦି କାନ୍ଦି ନିଜ ରୁମକୁ ଚାଲିଗଲା। ସେଠୁ କାଜଲର ବାପା ଆଉ ତାଙ୍କର ବନ୍ଧୁବାନ୍ଧବମାନେ ସଚିନ ଆଡ଼କୁ ଚାହିଁ କହିଲେ, ଦେଖିଲୁ ତ ଆମ ଝିଅ ତତେ କ'ଣ କହିଲା? ସେ ତତେ ଚିହ୍ନିନି କି ଜାଣିନି, ଆଉ ତୁ ଏଠିକି ଚାଲି ଆସିଛୁ ସବୁ ଲୋକଙ୍କ ସାମ୍ନାରେ ଆମ ଇଜ୍ଜତ ନେବାକୁ ଆଉ ଆମ କାମରେ ବାଧା ଦେବାକୁ। ରହ, ଏବେ ତତେ ଆମେ କେମିତି ମଜା ଚକଉଛୁ। ଏହା କହି 5-6 ଜଣ ଲୋକ ମିଶି ସଚିନକୁ ଗୋଟେ ଗଛରେ ବାନ୍ଧି ଦେଇ ତାକୁ ବହୁତ ଜୋରରେ ମାରିବାକୁ ଲାଗିଲେ। କିଏ ଲାତ ମାରୁଥାଏ ତ କିଏ ଚାବୁକରେ ପିଟୁଥାଏ, ପୁଣି କିଏ ଲୁହା ରଡ଼ରେ ପିଟୁଥାଏ। ଲୁହା ରଡ଼ ଆଘାତରେ ତାକୁ ବହୁତ କଷ୍ଟ ହେଉଥାଏ। ଆଉ ସେ ହାତ ଯୋଡ଼ି ଦୟାର ଭିକ ମାଗୁଥାଏ, କହୁଥାଏ, ଦୟାକରି ମୋତେ ଛାଡ଼ିଦିଅ ଆଉ ଏଠୁ ଯିବାକୁ ଦିଅ। ହେଲେ ତା ଉପରେ କାହାର ବି ଦୟାଭାବ ଆସୁନଥାଏ। ଆଉ ସେମାନେ ସେମିତି ତାକୁ ପିଟିଥାନ୍ତି। ସଚିନ କଷ୍ଟରେ ଚିଲାଉଥାଏ ଆଉ ଚିଲେଇ ଚିଲେଇ କହୁଥାଏ କାଜଲକୁ, ତୁ ଗୋଟେ ଧୋକାବାଜ ଝିଅ। ମୁଁ ପ୍ରଥମରୁ ହିଁ କହିଛି ତୁ ଧନୀ ଘରର ଝିଅ ଆଉ ମୁଁ ଗୋଟେ ଗରିବ ଘର ପୁଅ ବୋଲି। କିନ୍ତୁ ତୁ ମୋ କଥା ନ ଶୁଣି ମୋତେ ଜବରଦସ୍ତି ଭଲ ପାଇଲୁ ଆଉ ଏବେ ତୁ ମୋର ଏମିତି ଅବସ୍ଥା କରୁଛୁ। ଭଗବାନ ତତେ କେବେ ବି କ୍ଷମା କରିବେନି। ସଚିନ କାନ୍ଦି କାନ୍ଦି କଷ୍ଟରେ ଚିଲେଇ ଚିଲେଇ କହୁଥାଏ। ସଚିନର ଚିଲେଇବା ଶବ୍ଦ ଶୁଣି କାଜଲ ବାଲକୋନିରେ ଆସି ଦେଖିଲା ବେଳକୁ ସଚିନକୁ ଗୋଟେ ଗଛରେ ବାନ୍ଧି ତା ପରିବାର ଲୋକ ପିଟୁଛନ୍ତି। ସେ ଆଉ ସହିପାରିଲାନି। ସିଧା ଦୌଡ଼ିକି ତଳକୁ ଗଲା ଆଉ ସମସ୍ତଙ୍କ ଗୋଡ଼ ତଳେ ପଡ଼ି କହିଲା, ଦୟାକରି ତାକୁ ଆଉ ମାରନି, ଛାଡ଼ିଦିଅ, ତାର କୌଣସି ଭୁଲ ନାହିଁ। ହେଲେ କାଜଲର କଥାକୁ କେହି ବି ଶୁଣିଲେନି। ଆଉ ଯେତେବେଳେ କାଜଲର କଥାକୁ କେହି ଶୁଣିଲେନି ସେ ବହୁତ ଜୋରରେ ରାଗିଗଲା। ରାଗିଯାଇ ସେ ସିଧା ତା ବାପାଙ୍କ ରୁମକୁ ଦୌଡ଼ିଗଲା ଆଉ ସେଠି ଥିବା ତା ବାପାଙ୍କ ବନ୍ଧୁକ ଧରି ବାହାରକୁ ଚାଲି ଆସିଲା। ତାପରେ ସେ ସମସ୍ତଙ୍କ ଆଡ଼କୁ ବନ୍ଧୁକ ଦେଖେ ବଡ଼ ପାଟିରେ କହିଲା, ରହିଯାଅ, ଯଦି ଆଉ ଥରେ ବି କେହି ସଚିନକୁ ହାତ ଉଠେଇଛ ତାହେଲେ ମୁଁ ଏ ବନ୍ଧୁକରେ ଗୁଳି କରି ସମସ୍ତଙ୍କୁ ମାରିଦେବି। କାଜଲର ଏମିତି ରୁଦ୍ର ରୂପ ଦେଖି ସମସ୍ତେ ଡରିଗଲେ ଆଉ ସଚିନକୁ ଛାଡ଼ି ଯିଏ ଯୋଉଠି ଥିଲେ ସେଇଠି ଛିଡ଼ା ହୋଇଗଲେ। ତାପରେ କାଜଲ ତା ବାପା ମାଙ୍କ ଆଡ଼କୁ ଚାହିଁ କହିଲା, ମା, ବାପା, ତମେ ପରା କହୁଥିଲ ମୁଁ ପରା ତୁମର ଗେହ୍ଲି ଝିଅ, ତମ ଜୀବନ, ହେଲେ ତମେ ମୋ ସହିତ ଏମିତି କେମିତି କରିପାରିଲ? ତମେ ମୋତେ ଯେତେବେଳେ ବି ଯାହା କହିଛ ମୁଁ ସେସବୁ ମାନିଛି। ତମେ କହିଲ ତୁ ସେ ପିଲାକୁ ଭୁଲିଯା, ମୁଁ ତାହା ମଧ୍ୟ କଲି। ହେଲେ ତମେ ଏସବୁ ଯାହା କଲ କ'ଣ ଠିକ୍ କଲ? ତମେ ଜାଣିଛ ବାପା ଏ ପିଲା କିଏ? ହଁ ବାପା, ମୁଁ ମାନୁଛି ସେ ପିଲା ରିକ୍ସା ଚଲାଏ, କିନ୍ତୁ ଯଦି ଏ ପିଲା ନଥାନ୍ତା ତାହେଲେ ମୁଁ ମଧ୍ୟ ଆଜି ତମମାନଙ୍କ ପାଖରେ ଏମିତି ଜୀବିତ ଅବସ୍ଥାରେ ନଥାନ୍ତି। ତମେ ଜାଣିଛ ବାପା, ସେଦିନ ଯେତେବେଳେ ଆକ୍ସିଡେଣ୍ଟରେ ମୋ ମୁଣ୍ଡ ଫାଟି ଯାଇଥିଲା ଆଉ ମୁଁ ରାସ୍ତାରେ ପଡ଼ି ଛଟପଟ ହେଉଥିଲି ସେତେବେଳେ କେହି ବି ମୋ ପାଖରେ ନଥିଲେ। ଆଉ ଠିକ୍ ସେହି ସମୟରେ ଦେବଦୂତ ଭଳି ଆସି ଏଇ ପିଲା ହିଁ ମୋତେ ହସ୍ପିଟାଲକୁ ନେଇଥିଲା। ଆଉ ତାପରେ ସେ ତମମାନଙ୍କୁ ଥରେ ନୁହେଁ ବହୁତ ଥର କଲ୍ କରିଛି, କିନ୍ତୁ ତମେମାନେ କେହି ବି ଫୋନ୍ ଉଠେଇ ନଥିଲ। ହେଲେ ସେ ତା ନିଜ ରକ୍ତ ଦେଇ ମୋ ଜୀବନ ବଞ୍ଚେଇଥିଲା ଆଉ ତାରି ପାଇଁ ଆଜି ମୁଁ ଏତେ ବଡ଼ ଅଫିସର ହୋଇପାରିଛି। ତମେମାନେ ଜାଣିଛ ବାପା, ଯେତେବେଳେ ମୁଁ
ସାଙ୍ଗମାନଙ୍କ ସହିତ ମିଶି ସବୁବେଳେ ମଦ ନିଶାରେ ବୁଡ଼ି ରହୁଥିଲି ଆଉ ପୁରାପୁରି ଗୋଟେ ନିଶାସକ୍ତ ମଣିଷ ହୋଇଯାଇଥିଲି। ଏଇ ପିଲା ହିଁ ମୋତେ ସେଥିରୁ ମୁକୁଳେଇ ଭଲ ବାଟକୁ ଆଣିଥିଲା। ଆଉ ଆଜି ତମେମାନେ କହୁଛ କି ମୁଁ ଏ ପିଲାକୁ ଭୁଲିଯାଏ ବୋଲି। ଏମିତି ସେ କି ଭୁଲ କରିଛି କି ମୁଁ ତାକୁ ଭୁଲିଯିବି? କାଜଲ ପାଖରୁ ସବୁ କଥା ଶୁଣି ସାରିଲା ପରେ ସମସ୍ତେ ପୁରା ସ୍ତବ୍ଧ ହୋଇଗଲେ। ଆଉ ତା ବାପା ମାଙ୍କ ଆଖିରୁ ମଧ୍ୟ ଲୁହ ବାହାରି ଆସିଲା। ସେ ସିଧା ଦୌଡ଼ି ଯାଇ ସଚିନ ବନ୍ଧା ହୋଇଥିବା ରସିକୁ ଖୋଲିଦେଲେ ଆଉ ତାକୁ କୁଣ୍ଢେଇ ପକେଇଲେ। ଆଉ କାନ୍ଦି କାନ୍ଦି କହିଲେ, ମୋତେ କ୍ଷମା କରିଦିଏ ପୁଅ। କାଜଲର ମା ମଧ୍ୟ ଆସି ସଚିନକୁ କ୍ଷମା ମାଗିଲେ। ଆଉ ସେଇ ମଣ୍ଡପରେ ସେମାନେ ଖୁସିରେ ଖୁସିରେ ସଚିନ ଆଉ କାଜଲର ବାହାଘର କରିଦେଲେ। ଆଉ ସେମାନେ ହସ ଖୁସିରେ ସବୁଦିନ ପାଇଁ ଏକାଠି ରହିଲେ। ସାଙ୍ଗମାନେ, ମୋର ଏଇ ଛୋଟ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଦୟାକରି ମୋର ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।